भद्रकाल्यै नमनित्यं सरस्वत्यैर्नमन्नमः वेद वेदांग वेदांत विद्यास्थानेभ्येव च सरस्वती महाभागे विद्ये कमललोचने विद्यारूपे विशालाक्षी विद्यां देहि नमस्तुते। बंधुगण, समस्त विद्यार अधिकारिणी जे पर्वतरु झरणा झरी आसला भली जहांक पाद पद्मरु समस्त विद्या स्रोतस्विनी झरी आसी। आमे जो वेद वेदांग वेदांत विद्या बुद्धि विवेक ज्ञान न्याय तंत्र शास्त्र ज्योतिष इतिहास सब पढ़ुचे शुणुचे जानुचे कहूचे लेखुचे से सबुर अधिकारिणी परा देवी सरस्वती। सृष्टि काल रे ब्रह्मा जीव जगत सृष्टि कर सारा पर देखिले समस्ते पथर काठ भली पड़ी रही शब्दटी उच्चारण करूना। से 50 लक्ष अयुत वर्ष तपस्या कले शून्य ध्वनि आसिला, हे परमेष्टि तुम्हें जदि मोर हजार नाम को लेखिब जपिब गाइब गुणिब शुणिब मणिब तेबे मु तोर पत्नी हेबी मो बागवादिनी। सनत कुमार संहिता रे यह वर्णना करा जाइछि। बंधु, समय हेले सुजोग आसिले मु ताकु मध्य आपणक सम्मुख रे बाढ़ी देवी। हेले आज जो 2टी श्लोक पढ़िली ताकु अर्थ शेष रे करिवी। एबे आमे आम काम रे आगेइबा। मिथुन राशि विषय में आलोचना करुचे। आगुरु मेषरे आ वृषरे मु मंद कथा कही सारा परे भल कथा कही, किंतु मिथुन रे काली भल कथा कही देइछि। आज 2 पद मंद कथा कहिबी। बंधु, जदि आमे अंधार को डर न थांते ताहले इलेक्ट्रिक बल्ब बा हाथ रे टर्च मोमबत्ती दीप ये सब रखी न थांते। हमर भारी डर अंधार पूरा। सेमती जो लोक हाथे मापी चाखंड चले बुद्धि विचारी काम करे बुझी नुह बुद्धि रे विचार करिवो से कौन विपद पड़े ना। तेणु ज्ञानी माने जो माने मतदान कोष्ठी देखांती हाथ देखांती जातक देखांती कपाल देखांती से गोटे प्रश्न करती एका देखिले कौ दिन खराब दिन आम जापारे वर्षा आस जापारे छताटे सांगे नहीं जाऊे काले हम बाहर गले ठेंगाटे धरुचे काले कौटी कौन बाटरे समस्या ही पारे। सेमती दुर्दिन दुर्योग दुस्समय दुर्भावना आसवा पूर्वर यदि आम टे सतर्क होगा ताहले टे भल हेन। आउ भल कथा कहीदे तो खाली चिकणिया कथा होगला मन खुशी होगला। तेणु बंधु मु आज कहूँ मिथुन राशि बाधक स्थान और बाधक ग्रह किए। मिथुन आम गणी जा सप्तम घर ताहा धनु घर अर्थात जो सप्तम घर जीवन साथी जोगाड़ हुए पुओ पाई झील झील पाई पुओ गोटे बंधु दृढ़ बंधु प्रस्तुत हुए 7 पुरुष को गुआ दिया निया हुए। जन्मित संतान जी मामू घर जो अजा आई ठारू नाती नातुणी प्रेम स्नेह आदर ममता
ଇତ୍ୟାଦି ଇତ୍ୟାଦି ପାଆନ୍ତି। ସେଇ ସପ୍ତମ ଘର ହେଉଛି ମିଥୁନ ରାଶିର ବାଧକ ସ୍ଥାନ। ଆଉ ତାର ଅଧିପତି ହେଲେ ବୃହସ୍ପତି। ମିଥୁନର ଅଧିପତି ହେଲେ ବୁଦ୍ଧ। ବୁଦ୍ଧ ବୃହସ୍ପତିଙ୍କର ପଡ଼େନି। ବୁଦ୍ଧ ବୃହସ୍ପତିଙ୍କୁ ଶତ୍ରୁ ଭାବେ। ବୃହସ୍ପତି ଶତ୍ରୁ ଭାବନ୍ତିନି, ଶତ୍ରୁ ଆଚରଣ କରନ୍ତି। ଭାବିବା ଆଉ ଆଚରଣରେ ପାର୍ଥକ୍ୟ ନାହିଁ। ଭାବିବ ମାନେ ସେମିତି ଗୋଡ଼େଇ ଗାଡ଼େଇକିରି ଆକ୍ରମଣ କରିବ। ଆଉ ଆଚରଣ କରିବା ଅର୍ଥ ହେଲା ଯେତେବେଳେ ଦେଖାହବ ଶୋଧିଦେବ ଟିକେ ଇତ୍ୟାଦି। କିନ୍ତୁ ବୁଦ୍ଧ ସବୁବେଳେ ବୃହସ୍ପତିଙ୍କର ଅମଙ୍ଗଳ କାମନା କରେ। ଏହି ଦୃଷ୍ଟିକୋଣରୁ ଜ୍ଞାନୀମାନେ, ପଣ୍ଡିତମାନେ, ଋଷି, ମହର୍ଷି, ଜ୍ୟୋତିଷମାନେ, ନାହକମାନେ, ପ୍ରାଚୀନ ବିବେକୀମାନେ ଲେଖିଦେଇଗଲେ, କହିଦେଇଗଲେ ଧନୁ ରାଶି ବାଧକ ସ୍ଥାନ ଓ ତାର ଅଧିପତି ବୃହସ୍ପତି ହେଲେ ବାଧକ ଗ୍ରହ। ଆସନ୍ତୁ ସେ ବିଷୟରେ ଦିପଦ ଯାହା ଯାହା ଲେଖିଛି ପଢ଼ି ଦେଉଛି, ଶୁଣନ୍ତୁ। ବାଧକ ସ୍ଥାନର ଅଧିପତି ଆଦୌ ଶୁଭବଳ ଦିଅନ୍ତି ନାହିଁ, କାରଣ ତା ଛଡ଼ା ସେ ସ୍ଥାନରେ ଥିବା ଅନ୍ୟ ଗ୍ରହମାନେ ବି ଶୁଭ ଫଳ ଦିଅନ୍ତିନି। ମିଥୁନ ରାଶିର ବାଧକ ସ୍ଥାନ ଧନୁ। ଏହା ମିଥୁନ ଠାରୁ ସପ୍ତମ। ଧନୁର ଅଧିପତି ବୃହସ୍ପତି। ବୃହସ୍ପତି ଚଳନ ବେଳେ ସବୁ ରାଶିର ଲୋକେ ଚାହିଁଥାନ୍ତି ଆମ ରାଶିକୁ ବୃହସ୍ପତି କି ଫଳ ଦେବେ, ଆମର କେତେ ମଙ୍ଗଳ ବା ଅମଙ୍ଗଳ ହେବ। ଲେଖା ଅଛି, ଯା ମିତ୍ର ସଂସ୍ତେ ବିପୁଳାଚ ଲକ୍ଷ୍ମୀ। ଯା ମିତ୍ର ସଂସ୍ତେ ବିପୁଳାଚ ଲକ୍ଷ୍ମୀ। ବୃହସ୍ପତି ସପ୍ତମକୁ ଭାବିଲେ ବା ରାଶିଠାରୁ ସପ୍ତମ ସ୍ଥାନରେ ଅବସ୍ଥାନ କଲେ, ମନେକର ସେ ଧନୁରେ ଅଛନ୍ତି ମାନେ ତାଙ୍କର ସପ୍ତମ ଘର ହେଲା କୋଉଟା? ମିଥୁନ ରାଶି। ଯେଉଁ ଗୋଟା ସପ୍ତମ ଘର ହବ ତାକୁ ସେ ମିତ୍ର ଘର ଭାବନ୍ତି। ଆଉ ଯେଉଁ ମିତ୍ର ଘରୁ ବ୍ୟକ୍ତି ପାଇଁ ଏଇ ଦାମ୍ପତ୍ୟ ଜୀବନର ସୁଖ ଝରଣା ଧରି ଆସେ, ସେଇ ଘରକୁ ସେ ଅଚଳାଚଳ ସମ୍ପତ୍ତି ଦିଅନ୍ତି। ଯା ମିତ୍ର ସମସ୍ତେ ବିପୁଳାଚ ଲକ୍ଷ୍ମୀ। ଅର୍ଥାତ୍ ରାଶିର ସପ୍ତମ ଘର 13 ମାସ ପାଇଁ ବୃହସ୍ପତିଙ୍କର ମିତ୍ର ଘର ହୋଇଯାଏ ଏବଂ ଏହି ମିତ୍ର ମନୋଭାବ ନେଇ ସେ ମିଥୁନ ରାଶିକୁ ବିପୁଳ ଲକ୍ଷ୍ମୀ ଦେବା କଥା। ମାତ୍ର ଧନୁରାଶି ବାଧକ ସ୍ଥାନ ହୋଇଥିବାରୁ ବୃହସ୍ପତି ବାଧକ ଗ୍ରହ ସପ୍ତମ ଫଳ ଦେଇପାରିବେ ନାହିଁ। ତେଣୁ ସମସ୍ତ ମିଥୁନ ରାଶିର ବନ୍ଧୁମାନେ ଏହା ନିଷ୍ପତ୍ତି ନେଇଯାଆନ୍ତୁ ଯେ ଯେବେ ଧନୁରେ ବୃହସ୍ପତି ରହିବେ ତେବେ ଆପଣ ଜମା ଆଶା କରିବେନି ଯେ ମୋତେ ବା ଆମକୁ ପ୍ରବଳ ଧନ ମିଳିବ। ନା ନା ନା, ମିଥୁନ ରାଶିକୁ ନିରାଶ ହେବାକୁ ପଡ଼ିବ। ଅର୍ଥାତ୍ ଯେବେ ବୃହସ୍ପତି ଧନୁ ରାଶିକୁ ଯାତ୍ରା କରିବେ, ଯେମିତି ଏବେ ବୃଷ ରାଶିକୁ ଯାତ୍ରା କରିଛନ୍ତି ସେମିତିଆ କଥା। ସେତେବେଳେ ମିଥୁନ ପାଇଁ ବୃହସ୍ପତି ସପ୍ତମ ହେବେ ଓ ନିଷ୍ଫଳ ରହିବେ। ଯେଣୁ ଧନୁ ବାଧକ ସ୍ଥାନ, ତେଣୁ ଜାତକରେ ଯାହାର ଧନୁରେ ବୃହସ୍ପତି ଅଛନ୍ତି, ଜାତକରେ ଇଏ ଗଲା ଗୋଚର କଥା। ବୃହସ୍ପତି ଏବେ ପୂର୍ବରୁ ଥିଲେ ମେଷରେ, ଏବେ କୋଉଠି ଗଲେ? ବୃଷକୁ ଗଲେ, ତାପରେ ମିଥୁନକୁ ଆସିବେ, ଇତ୍ୟାଦି ଇତ୍ୟାଦି 13 ମାସ ରହିବେ। କିନ୍ତୁ ସ୍ଥିର ଭାବରେ ଆମ ଜାତକରେ ବୃହସ୍ପତି ସ୍ଥିର ଭାବରେ ଅଛନ୍ତି। ଯେଉଁମାନଙ୍କର ଜାତକରେ ବୃହସ୍ପତି ଧନୁ ରାଶିରେ ଅଛନ୍ତି, ଯଦି ତାହାର ମିଥୁନ ରାଶି ଜାତକରେ ଧନୁ ରାଶିରେ ଅଛନ୍ତି ଆଉ ତାର ମିଥୁନ ରାଶି, ତେବେ ଏହି ସ୍ଥିର ଶୁଭ ଗ୍ରହ ବୃହସ୍ପତି ଜାତକକୁ ସୁରକ୍ଷା ଦେଇପାରିବେ ନାହିଁ। ଯଦି ଜାତକରେ ଅନ୍ୟାନ୍ୟ ସଂଯୋଗ ନଥାଏ,
ଅନ୍ୟାନ୍ୟ ଗ୍ରହମାନେ ସୁଯୋଗ ସୃଷ୍ଟି କରନ୍ତି ନଥାଏ, ତେବେ ମିଥୁନ ରାଶିର ବିପରୀତ ଲିଙ୍ଗ ମାନେ ମିଥୁନ ରାଶି ଯଦି ପୁରୁଷ ତେବେ ତାଙ୍କ ସ୍ତ୍ରୀର, ମିଥୁନ ରାଶି ଯଦି ସ୍ତ୍ରୀ ତାଙ୍କ ସ୍ୱାମୀଙ୍କର ମନ କିଣି ପାରିବେ ନାହିଁ। ଦାମ୍ପତ୍ୟ କଳହ ପ୍ରାୟ ଲାଗି ରହିବ। ଯେଉଁମାନଙ୍କର ଧନୁରେ ବୃହସ୍ପତି ଅଛନ୍ତି, ଯଦି ସେମାନଙ୍କର ମିଥୁନ ରାଶି ସ୍ଥିର ଭାବରେ ଅଛନ୍ତି, ସେମାନଙ୍କ ଦାମ୍ପତ୍ୟ ଜୀବନରେ ଜ୍ୟୋତ୍ସ୍ନା ବିଧୌତ ରଜନୀ ଆସିବନି, ଖିଟ୍ ଖାଟ୍ ଲାଗିବ, ଅଭିମାନର ମହତ୍ଵ ରହିବନି। ସ୍ତ୍ରୀ ଅଭିମାନ କରି ଯଦି ସ୍ୱାମୀ କିଛି କହନ୍ତି, ସ୍ୱାମୀ ବୁଝିବେ ଓଲଟା ଅର୍ଥରେ। ସ୍ୱାମୀ ଯଦି କ'ଣ କହନ୍ତି, ଏଇ ଶୁଭୁନି, ଆଜି ଆଉ ଟିକେ ଚା ଦିଅ ମ, ସେପଟରୁ ସର୍ପିଣୀ ମହାକାଳିକା ଗର୍ଜନ କରି କହିବେ, 53 ଚା, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଏଟା ସ୍ୱାମୀ ସ୍ତ୍ରୀଙ୍କର ଭୁଲ ନୁହଁ, ଏଇ ଗ୍ରହଙ୍କର ଶକ୍ତି ବଳରେ ଏଇ ଦାମ୍ପତ୍ୟ ଜୀବନରେ ଝଗଡ଼ା ଝାଟି ସୃଷ୍ଟି ହେବ। ତା ଛଡ଼ା ଅନ୍ୟାନ୍ୟ ଯେଉଁ ଯେଉଁ ଗ୍ରହ ଧନୁରେ ଥିବେ, ସେ ସମସ୍ତ ଗ୍ରହଙ୍କର ଅନ୍ତର୍ଦଶାରେ ବି ଜାତକକୁ ଦୁଃଖ ଓ ଶୋକ ମିଳିପାରେ। ମୁଁ କାହା କଥା କହୁଛି? ମିଥୁନ ରାଶି କଥା କହୁଛି। ମିଥୁନ ରାଶିର ସପ୍ତମ ଧନୁ ରାଶି ଯେହେତୁ ଘାତ ସ୍ଥାନ, ଆଉ ବୃହସ୍ପତି ଘାତ ଗ୍ରହ, ବାଧକ ଗ୍ରହ, ବାଧକ ସ୍ଥାନ, ସେ ଜାଗାରେ ଯଦି ଅନ୍ୟାନ୍ୟ ଗ୍ରହ ଥାଆନ୍ତି ସ୍ଥାୟୀ ଭାବରେ, ନଥିବେ, ବୃହସ୍ପତି ସେଠି ନାହାନ୍ତି, ସେ ଘରେ ବୃହସ୍ପତି ନାହାନ୍ତି, ଧନୁରେ ବୃହସ୍ପତି ନାହାନ୍ତି, କିନ୍ତୁ ବୃହସ୍ପତି କ୍ଷତି କରିବେ। ଅନ୍ୟାନ୍ୟ ଯେଉଁ ଗ୍ରହ ସେ ଘରେ ଥିବେ, ସେମାନଙ୍କର ଅନ୍ତର୍ଦଶାରେ ବି କ୍ଷତି ହେବ, ଶୋକ ହେବ, ଦୁଃଖ ହେବ, ଆଘାତ ହେବ, ପୀଡ଼ା ହେବ। ବୃହସ୍ପତିଙ୍କର ଦଶା ହେଲା 16 ବର୍ଷ। ଏହି ଦୀର୍ଘ ଦିନ ଦାମ୍ପତ୍ୟ ଜୀବନରେ ଝଡ଼ ଆସିପାରେ। ଏହା ପାଇଁ ସବୁ କିଛି ପ୍ରାୟଶ୍ଚିତ ନାହିଁ। ଯଦି ବୃଥାରେ ଆପଣ କୌଣସି ଜ୍ୟୋତିଷଙ୍କ ଗୋଡ଼ ଧରନ୍ତି, ହାତ ଧରନ୍ତି, ନେହୁରା ହୁଅନ୍ତି, ଆଜ୍ଞା ଏମିତି ଘଟଣା ହେଉଛି, କ'ଣ ପ୍ରାୟଶ୍ଚିତ କଲେ, ଟିକେ ଯାଗ କଲେ, ଯଜ୍ଞ କଲେ, ହୋମ କଲେ, ଦାନ ପାଇଁ ବ୍ୟବସ୍ଥା କଲେ, କ'ଣ କଲେ ଗୋଟେ ହେବ, ବୃଥା ସମୁଦ୍ରକୁ ଟଙ୍କା ଫୋପାଡ଼ିବା ଯାହା, ଏ କ୍ଷେତ୍ରରେ ଆପଣ ଅନ୍ୟାନ୍ୟ ଲୋକଙ୍କର ପରାମର୍ଶ ନେବା, ସେୟା କିଛି ଫଳ ମିଳିବ। ବୃହସ୍ପତି ଯେଣୁ ବାଧକ ଗ୍ରହ, ତାଙ୍କ ଯୋଗୁଁ ଜାତକରେ ଯେଉଁ ସବୁ ସୁଯୋଗ ଅଛି, ସେ ଯୋଗ ଫଳ ମିଥୁନ ରାଶିରୁ ମିଳିବ ନାହିଁ। ଦୁଃଖ କରିବାର କାରଣ ବି କିଛି ନାହିଁ। କାରଣ ଯାହାର ସିନା ଗୋଟାଏ ପୁଅ, ସେ ଅମଣିଷ ହେଇଗଲେ ଦୁଃଖ ଲାଗିବ। ଆପଣଙ୍କର ବା 9ଟା ବନ୍ଧୁ, ଗୋଟେ ବନ୍ଧୁ ବୃହସ୍ପତି ହଇରାଣ କଲା କ'ଣ ହେଲା? ଗୋଟାଏ ଘର ତ ହେଉଛି ଧନୁ ଘର, ମାର ଗୋଳି ସେ ଘରକୁ, ଆଉ ପାଇଁ 11ଟା ଘର ରହିଲାଣି। 11ଟା ଘର ଆଉ 8ଟା ଗ୍ରହ, ତେଣୁ ସେ ଗୋଟିଏ କଥାକୁ କାହିଁକି ଆପଣ ବିଚାର କରୁଛନ୍ତି? ଟିକେ ହୁସିଆର ରହିବେ। ଆଉ ଅନ୍ୟାନ୍ୟ 8ଟି ଗ୍ରହ ଅଛନ୍ତି, ତାଙ୍କ କଲ୍ୟାଣ ଓ ସହଯୋଗ ଅବଶ୍ୟ ମିଳିବ। ଦୟାଳୁ ଈଶ୍ୱର ଗୋଟିଏ ଦ୍ୱାର ବନ୍ଦ କଲେ ଅନେକ ଦ୍ୱାର ଖୋଲି ଦେଇଥାନ୍ତି। ଅନ୍ୟ ପକ୍ଷରେ ବୁଧର ଶତ୍ରୁ ଗୁରୁ ଓ ଗୁରୁଙ୍କ ପରୋକ୍ଷ ଶତ୍ରୁ ବୁଧ, ଶତ୍ରୁ କ'ଣ ଶାନ୍ତି ଆଉ ସୁଖ ଦେଇଥାଏ କି? ତେବେ ମୋ କଥା ଶୁଣି ଆପଣ ମନ ଦୁଃଖ କରୁଛନ୍ତି କାହିଁକି? ନାଇଁ, ମନ ଦୁଃଖ ରହିଲି, ଖରାପ ଭାବିବେନି।